ମୁଁ ବି ଶିଖିବିର ଆଉ ଗୋଟେ ଭିଡିଓରେ ଆପଣ ସମସ୍ତଙ୍କୁ ସ୍ୱାଗତ। ଆଉ ଆଜି ଆମେ ଜାଣିବା ସୁଭଦ୍ରା ଯୋଜନା। ତ ସୁଭଦ୍ରା ଯୋଜନା କେମିତିକି ଆମେ ଆପ୍ଲାଏ କରିବା ତାହାର ଷ୍ଟେପ୍ ବାय ଷ୍ଟେପ୍ এই ଭିଡିଓ ମାଧ୍ୟମରେ ଜାଣିବା। ତ ତା ପୂର୍ବରୁ ସମସ୍ତଙ୍କୁ ନିବେଦନ ଯେଉଁମାନେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଯାହାଫଳରେ କି ଆପଣମାନେ ନିଶ୍ଚିତ ଭାବରେ ଏମିତି ଶିକ୍ଷଣୀୟ ଭିଡିଓ ସବୁ ଆପଣ ସମସ୍ତେ ପାଇପାରିବେ। ତ ସୁଭଦ୍ରା ଯୋଜନା ଆପ୍ଲାଏ କରିବା ପୂର୍ବରୁ ଆମେ କିଛି ବେସିକ୍ ନଲେଜ ଆମେ ଜାଣିବାର ଅଛି। ତ ପ୍ରଥମେ ସୁଭଦ୍ରା ଯୋଜନା ଫର୍ମଟିକୁ ଦେଖିଦେବା। ତ ଦେଖି ନିଅନ୍ତୁ, ଏଇଟା ହେଲା ସୁଭଦ୍ରା ଯୋଜନା ଫର୍ମ। ପ୍ରଥମ ଅଛି ଏଇଠି କ ଭାଗ କ ନମ୍ବର ଫର୍ମ, ତାପରେ ଆସୁଛି ଆମର ଭାଗ ଖ ନମ୍ବର ଫର୍ମ, ତାପରେ ଆସୁଛି ଆଉ ଗୋଟେ ଫର୍ମ କି ପ୍ରାପ୍ତି ସ୍ୱୀକାର। ମାନେ ଟୋଟାଲ ତିନିଟା ଫର୍ମ ଆମେ ଫିଲ୍ଅପ୍ କରିବାର ଅଛି। ଏଇଭଳି ଫର୍ମଟି ଆପଣ ସମସ୍ତେ ପାଇବେ ଆପଣମାନଙ୍କର ଯେଉଁ ଅଙ୍ଗନବାଡି ସେଣ୍ଟର ଅଛି କିମ୍ବା ବ୍ଲକ ଯେଉଁଠି ଅଛି ସେଇଠି ଆପଣମାନେ ପାଇବେ। ତ ଏହାକୁ କେମିତି ଫିଲ୍ଅପ୍ କରିବେ ଚାଲନ୍ତୁ ସେ ବିଷୟରେ ଆମେ ଟିକେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିବା। ତ ଏଟାକୁ ମୁଁ ବଡ଼ କରିଦେଉଛି। ତ ବର୍ତ୍ତମାନ ଦେଖନ୍ତୁ ଆମର ସ୍କ୍ରିନଟା ବଡ଼ ହେଇଗଲା। ତ ଏଥିରେ ପ୍ରଥମେ ଆମେ କ'ଣ କରିବା ନା ଆମ ପାଖରେ ଆମର ଆଧାର କାର୍ଡଟି ରଖିବା। ଆଧାର କାର୍ଡ ରଖିଲେ ହିଁ ଆମେ ଇଜିଲି ଆମେ ଏହାକୁ ଫିଲ୍ଅପ୍ କରି ପାରିବା। ତ ଦେଖନ୍ତୁ ଏଇଟା ହେଲା ପ୍ରଥମ ଫର୍ମ। ତ ପ୍ରଥମ ଫର୍ମରେ ଏଇଠି ଦେଖିନିଅନ୍ତୁ ଭାଗ କ ଆବେଦନକାରୀଙ୍କ ସବିଶେଷ ବିବରଣୀ। ଏଇଟା ହେଲା ପ୍ରଥମ ଫର୍ମ ଭାଗ କଟା ହେଲା। ଏଥିରେ ଆମେ ପ୍ରଥମ ଅଛି ଦେଖିନିଅନ୍ତୁ 1 ନମ୍ବରରେ ସମ୍ପୂର୍ଣ୍ଣ ନାମ ଆଧାର ଅନୁଯାୟୀ। ତ ଆଧାରରେ ଆପଣଙ୍କର ଯେଉଁ ନାମ ଅଛି ସେ ନାମ ଏଇଠି ଦେଇଦେଲେ। ଧରନ୍ତୁ ଆପଣଙ୍କର ଆଧାରରେ ଅଛି ଏଇଠି ନବୀନ, ମୁଁ ଦେଇଦେଉଛି NABIN ନବୀନ, ଏଇଠି ମୁଁ କରିଦେଲି ବାରିକ, ନବୀନ ବାରିକ। ଓକେ, ତାପରେ 2 ନମ୍ବର ଦେଖିନେବେ ଆପଣଙ୍କର ଆଧାର ସଂଖ୍ୟା। ଯେଉଁ ଆଧାର କାର୍ଡ ମୁଁ କହିଥିଲି ସବୁବେଳେ ଯେତେବେଳେ ଫର୍ମଟା ଆପ୍ଲାଏ କରିବେ ଆଧାର କାର୍ଡ ମୋଷ୍ଟ ଇମ୍ପୋର୍ଟାଣ୍ଟ। ଆଧାର କାର୍ଡ ସବୁବେଳେ ଆପଣ ପାଖରେ ରଖିଥିବେ। ତ ଆଧାର ସଂଖ୍ୟା ଆପଣ ଯେଉଁ 12 ଡିଜିଟ୍ ଥିବ ସେ 12 ଡିଜିଟ୍ ଆଧାର ନମ୍ବର ଏଇଠି ଦେଇଦେବେ। ତ ମୁଁ ଏଇଠି ଆଧାର ନମ୍ବର ମୋର ଦେଇଦେଉଛି ହେଲା। ଗୋଟେ ରଫ୍ ପାଇଁ ଏଇଟା ମୁଁ ଫିଲ୍ଅପ୍ କରୁଛି, ପ୍ରକୃତରେ ଏଇଟା ଆଧାର ନମ୍ବର ନୁହେଁ। ତ ଆଧାର ନମ୍ବର ଦେଇ ସାରିଲା ପରେ ତାପରେ 3 ନମ୍ବର ଦେଖନ୍ତୁ, 3 ନମ୍ବରରେ ଫିଲ୍ଅପ୍ କରିବେ ସ୍ୱାମୀ ପିତାଙ୍କର ନାମ, ସ୍ୱାମୀ କିମ୍ବା ପିତାଙ୍କର ନାମ। କାହାର ଅନୁଯାୟୀ ନା ଆଧାରରେ ଆପଣଙ୍କର ବାପାଙ୍କ ନାମ ଯାହା ଥିବ ତାହା ଏଇଠି ଫିଲ୍ଅପ୍ କରିବେ, କିମ୍ବା ଆପଣଙ୍କର ଯଦି ବିବାହିତ ହେଇଥିବେ ସ୍ୱାମୀ ଥିବେ ତାହେଲେ ତାଙ୍କର ସ୍ୱାମୀର ନାମ ଏଇଠି ଫିଲ୍ଅପ୍ କରିବେ। ଧରନ୍ତୁ ଏଇଠି ମୁଁ ତାର ସ୍ୱାମୀର ନାମ ଫିଲ୍ଅପ୍ କରିଦେଉଛି ହେଲା। ଧରନ୍ତୁ ସରୋଜ ବାରିକ, ସବୁ କ୍ୟାପିଟାଲ ଲେଟରରେ ଫିଲ୍ଅପ୍ କରିବେ। ଓକେ, ତାପରେ ଏଇଠି ଦେଖି ନିଅନ୍ତୁ ଜନ୍ମ ତାରିଖ। 4 ନମ୍ବରରେ ଆସୁଛି ଜନ୍ମ ତାରିଖ। ପ୍ରଥମେ ଲେଖିବେ ଦିନ, ମାସ। ଦିନ ମାନେ ରବିବାର ସୋମବାର ନୁହେଁ, ସେମିତି ନୁହେଁ ହେଲା। ଦିନ ମାନେ ତାରିଖ ଯୋଉଟା ଅଛି ସେଇଟା ଲେଖିବେ। ମନେକର ଆପଣଙ୍କର ଜନ୍ମ ତାରିଖ ହେଲା, ଜନ୍ମ ମସିହା ହେଲା 1995 ମସିହା ଫେବୃଆରୀ ମାସ 9 ତାରିଖ ହେଲା, 9 ତାରିଖ। ତ ଏଇଟା ଆମେ ଏଇଭଳି ଭାବେ ଲିଖିବାର ଅଛି। ପ୍ରଥମେ ଆମେ ଲିଖିବାର ଅଛି ନିଜର ତାରିଖ, ଜନ୍ମ ତାରିଖ, 9 ମାସ, ଫେବୃଆରୀ ମାସ ମାନେ କେତେ ବର୍ଷ କେତେ ମାସ 2 ମାସ, ତାପରେ ଆପଣଙ୍କର ମସିହା ଲିଖିଦେଲେ 1995 ଧରନ୍ତୁ ଏଇଠି। এই হিসাবে ଆପଣ କରିବେ। ତାପରେ ଫିଲ୍ଅପ୍ କରି ସାରିଲା ପରେ 5 ନମ୍ବରରେ ଦେଖି ନିଅନ୍ତୁ ଏଠି ବର୍ଗ। ଯେଉଁ ବର୍ଗ ଥିବେ ଆପଣ ସେଟାକୁ ଟିକ୍ ମାରିବେ। ଯେମିତି ସାଧାରଣ ବର୍ଗ ମାନେ ଜେନେରାଲ ଯଦି ଅଛନ୍ତି ତାହେଲେ ଜେନେରାଲ ଠିକ୍ ମାରିବେ। ଅନୁସୂଚିତ ଜାତି ଯଦି SC ଅଛନ୍ତି ତାହେଲେ ଏଥିରେ ଠିକ୍ ମାରିବେ। ଆଉ ଅନୁସୂଚିତ ଜନଜାତି ଯଦି ST ଅଛନ୍ତି ତାହେଲେ ଏଥିରେ ଠିକ୍ ମାରିବେ। ଆପଣ ଯେଉଁ ବର୍ଗର ହେଇଥିବେ ସେଇ ବର୍ଗରେ ଆପଣ କ୍ଲିକ୍ କରିବେ। ତାପରେ 6 ନମ୍ବର ଏଠି ଦେଇଛି ଦେଖି ନିଅନ୍ତୁ ଶାରୀରିକ ଭିନ୍ନକ୍ଷମ। ଯଦି ଆପଣ ଶାରୀରିକ ଭିନ୍ନକ୍ଷମ ଯଦି ଅଛନ୍ତି ତାହେଲେ ହଁ ମାରିବେ। ଯଦି ଶାରୀରିକ ଭିନ୍ନକ୍ଷମ ନାହିଁ ତାହେଲେ ନାଁରେ ଆପଣ ଠିକ୍ କରିବେ। ଓକେ, ତାପରେ 7 ନମ୍ବରରେ ଆସୁଛି ଏଠି ଦେଖି ନିଅନ୍ତୁ ଆଧାର ସଂଯୁକ୍ତ ମୋବାଇଲ ନମ୍ବର। ଆପଣଙ୍କର ଆଧାର କାର୍ଡରେ ଯେଉଁ ମୋବାଇଲ ନମ୍ବରଟା ସଂଯୁକ୍ତ ହେଇକି ଥିବ ହେଲା, ସେଇ ମୋବାଇଲ ନମ୍ବରଟା ଆପଣ ଏଇଠି ଦେଇଦେବେ। ତ ଧରନ୍ତୁ ମୋର ଆଧାର କାର୍ଡରେ এই ମୋବାଇଲଟା ସଂଯୁକ୍ତ ହେଇକି ଅଛି, ତ ଏଇଟା ମୁଁ ଫିଲ୍ଅପ୍ କରିଦେବି 10 ଡିଜିଟ୍। ଓକେ, ତାପରେ ଏଇଠି ଦେଇଛି ବିକଳ୍ପ ମୋବାଇଲ ନମ୍ବର। ବିକଳ୍ପ ମୋବାଇଲ ନମ୍ବର ମାନେ ଆପଣଙ୍କ ଯଦି ସେକେଣ୍ଡ ସିମ୍ ୟୁଜ୍ କରୁଛନ୍ତି, କିମ୍ବା ଆପଣଙ୍କର ବାପାଙ୍କର ସିମ୍ ଅଛି, ଆପଣଙ୍କର ହଜବେଣ୍ଡଙ୍କର ସିମ୍ ଅଛି, କି ଆଉ କିଏ ଯଦି ମୋବାଇଲ ୟୁଜ୍ କରନ୍ତି ଆପଣଙ୍କର ପାଖର ନମ୍ବର ତାର ନମ୍ବର ଏଠି ଦେଇଦେବେ। ବିଶେଷ କରି ନିଜ ପରିବାର ନମ୍ବର ଦେଲେ ବେଟର, କିମ୍ବା ନିଜର ସେକେଣ୍ଡ ସିମ୍ ଯଦି ଅଛି ତାହେଲେ ସେଇଟା ଆମେ ଏଠି ବ୍ୟବହାର କରିବା ହେଲା। ଏଠି ମୁଁ ନମ୍ବରଟା ଲେଖି ଦଉଛି ଉଦାହରଣ ସ୍ୱରୂପ। ଓକେ, ତାପରେ ଆମେ ସିଧା ପଳେଇ ଆସିବା 9 ନମ୍ବର ଆପଣଙ୍କର ଜିଲ୍ଲା। ଆପଣଙ୍କର ଜିଲ୍ଲା କୋଉ ଜିଲ୍ଲା, ଆପଣ ଯେଉଁ ଜିଲ୍ଲା ଥିବେ ଆପଣ ସେଇ ଜିଲ୍ଲାଟା ଦେଇଦେବେ। ଏଠି ମୁଁ ଦେଇଦେଲି କଳାହାଣ୍ଡି। ଓକେ, ତାପରେ ଏଠି ଦେଖି ନିଅନ୍ତୁ ଦେଇଛି ଗ୍ରାମାଞ୍ଚଳ ନିମନ୍ତେ ଆଉ ଗୋଟେ ଅଛି
11 নম্বর সহরাঞ্চল নিমন্তে আপন যদি গ্রামাঞ্চল অন্ডরে যদি আসুচন্তি তাহলে 10 নম্বরটা ফিল আপ করিবে ଆଉ ଆପଣ ଯଦି ସହରାଞ୍ଚଳ ଅଣ୍ଡରରେ ଯଦି ଆସୁଛନ୍ତି ତାହେଲେ 11 ନମ୍ବରଟା ଫିଲ୍ ଅପ୍ କରିବେ ଯେହେତୁ ଆମେ ଗ୍ରାମାଞ୍ଚଳରେ ଆସୁଛୁ ତେଣୁକରି 11 ନମ୍ବର ଆଉ ଫିଲ୍ ଅପ୍ କରିବାର ଆବଶ୍ୟକତା ନାହିଁ ଆମେ 10 ନମ୍ବରକୁ ଫିଲ୍ ଅପ୍ କରିବା ତ ଗ୍ରାମାଞ୍ଚଳ ନିମନ୍ତେ କ ପ୍ରଥମ ଦେଲା ଗ୍ରାମ ନିଜର ଗ୍ରାମଟା ଏଠି ଲେଖିଦେବେ ଧରନ୍ତୁ ମୋର ଗ୍ରାମ ହେଇଗଲା ଏଠି ଡଙ୍ଗରିଗୁଡା ଡଙ୍ଗରିଗୁଡା ତାପରେ ନିଜ ପଞ୍ଚାୟତର ନାମ ନିଜ ଡଙ୍ଗରିଗୁଡାର ପଞ୍ଚାୟତ ହେଇଯିବ ରେଙ୍ଗାଲପାଲି ତାପରେ ବ୍ଲକ ନିଜର ବ୍ଲକ ଦେଖିଦେବେ ନିଜର ବ୍ଲକ ହେଲା କୋକସରା ତ ମୁଁ ନିଜର ବ୍ଲକଟା ଲେଖିଦେଲି ଲେଖି ସାରିଲା ପରେ 11 ନମ୍ବରକୁ ଆମେ ଟଚ୍ କରିବାର ଆବଶ୍ୟକତା ନାହିଁ ତାପରେ ଏଠି ଲେଖି ଦେଖି ନିଅନ୍ତୁ ଆଧାର ସକ୍ଷମ ସଞ୍ଚୟ ଖାତା ଥିବା ବ୍ୟାଙ୍କର ନାମ ଅର୍ଥାତ୍ ଆପଣଙ୍କର ଆଧାର କାର୍ଡଟା ଯୋଉ ବ୍ୟାଙ୍କରେ ଲିଙ୍କ ହେଇକି ଅଛି ସେ ବ୍ୟାଙ୍କର ନାଁଟି ଏଠି ଯୋଡ଼ିବାର ଅଛି ଧରନ୍ତୁ ଆପଣଙ୍କର ଆଧାର ନମ୍ବରଟା ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆରେ ଯୋଡ଼ି ହେଇକରି ଅଛି ତାହେଲେ ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ ଏଠି ଯୋଡ଼ି ଦେବେ যদি আপনার এইচডিএফসি ব্যাঙ্করে অছি এইচডিএফসি ব্যাঙ্ক করবে যদি আপনার ইউনিয়ন ব্যাঙ্ক অছি ইউনিয়ন ব্যাঙ্করে আপনার যোড়ি দেবে যোড়ি সারা পরে এটি দেখুন পরবর্তী পৃষ্ঠা দেখুন এই যে পরবর্তী পৃষ্ঠা আছে আমি ক নম্বর ভাগ ক নম্বরটা আমি বর্তমান ফিল আপ করে সারিলে তারপরে সেকেন্ড পেজ উপরে যা হলা আপনার যদি কোনোসি ডাউট আছে তাহলে আপনার টোল ফ্রি নম্বর যে আছে হেল্পলাইন নম্বর 14678 উপরে কন্টাক্ট করে পারিবে তো দেখুন খ নম্বর বিভাগ আছে ঘোষণানামা এটি আমি খালি ঠিক করিবার আছে ହେଲା ତ ପ୍ରଥମେ ଦେଖ ଏଠି ଦିଅନ୍ତୁ ଏତ ଦ୍ୱାରା ଘୋଷଣା କରୁଛି ଯେ ପୂର୍ବ ପୃଷ୍ଠାରେ ଉଲ୍ଲେଖ ତଥ୍ୟ ମୋର ଜ୍ଞାନ ଅନୁଯାୟୀ ସତ୍ୟ ଅଟେ ଏବଂ ମୁଁ ଜ୍ଞାତ ଯେ ଏଥିରୁ କୌଣସି ମିଥ୍ୟା ପ୍ରମାଣିତ ହେଲେ ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରାଯାଇପାରିବ ଏବଂ ଆଇନଗତ କଠୋର କାର୍ଯ୍ୟାନୁଷ୍ଠାନ ନେବ ଆପଣ ଏଇ ଯୋଉ ଖ ନମ୍ବର ଯୋଉ ରାଜିନାମାଟେ ଯୋଉ ଠିକ ଫିଲ୍ ଅପ୍ କରିବେ ଏଥିରେ ଯଦି ଆପଣ ଭୁଲ ଅଛି ହେଲା ଆପଣ ଯଦି ଓଡ଼ିଶାର ଲୋକ ହୋଇ ନଥିବେ ଆଉ ଠିକ ମାରି ଦେଇଥିବେ ତାହେଲେ এই ଫର୍ମଟା ରିଜେକ୍ଟ ହେବ ଏବଂ ସରକାରଙ୍କ ଦ୍ୱାରା ଆପଣଙ୍କୁ କ'ଣ କରାଯିବ ଆଇନଗତ কঠোর কার্যানুষ্ঠান নিয়াଯିବ তো প্রথমে দেখন্তু এটি প্রথম ফিল আপ করিবি মু ওড়িশার বাসিন্দা অটে অর্থাৎ আপনি যদি ওড়িশার হইতিবে তাহলে ঠিক করিবে যদি ওড়িশার নুহন্তি বাহার হইতিবে তাহলে এটি ভুল মারিবে তারপরে রিজেক্ট হবে দেখন্তু তো ওড়িশার যে মানে ওড়িশাবাসী যে হইতিবে সেইটি এটি ঠিক করিবে তারপরে 1 জুলাই 2024 সুদ্ধা মোর বয়স 21 কিংবা তাঠারু অধিক এবং 60 বর্ষରୁ কম অটে ହେଲା 1 জুলাই 2024 ସୁଦ୍ଧା ଯଦି ଆପଣଙ୍କର 21 ବର୍ଷ ପୁରି ଯାଉଛି বা 21 ବର୍ଷରୁ ଅଧିକ ହେଉଛି ଏବଂ 60 ବର୍ଷରୁ କମ ହେଉଛି ତାହେଲେ ଆପଣ ଏଠି ଠିକ କରିବେ ହେଲା ଆଉ 21 ବର୍ଷରୁ କମ ଅଛି ଆଉ 60 ବର୍ଷରୁ ଅଧିକ ଅଛି ତାହେଲେ ଏଠି ଠିକ କରିବେ ନାହିଁ ହେଲା ଆପଣ ମାନଙ୍କର ଯଦି ବାର୍ଷିକ ଆୟ ଆପଣ ହଉ କିମ୍ବା ଆପଣଙ୍କ ପରିବାରର ଯଦି ବାର୍ଷିକ ଆୟ 2,50,000 ରୁ ଅଧିକ ହୁଏ তাহলে আপনি এটি ক্রস মারিবে আর 2,50,000 রু বার্ষিক আয় যদি কম হুয়ে তাহলে আপনি এটি ঠিক করিবে ওকে তারপরে ভাগ গ ফিল আপ করিবে সেই ফর্ম রেখা হেলা এদর ব্যতীত মু নিম্নলিখিত পাই সর্বনিহিত জଣାଉଛି এটি পড়িবার কিছু আবশ্যকতা ନାହିଁ ଆପଣ ডাইরেক্ট করি করিবে মু সুভদ্রা অধীନରେ ଥିବା ସମସ୍ତ ନିୟମ ଓ ସର୍ତ୍ତାବଳୀକୁ ସହମତ ତାପରେ ଆପଣ ଏଠି ଆପଣଙ୍କର সিগনেচর ଦେଇଦେବେ ମୁଁ ଆପଣଙ୍କ ଏଠି ସିଗ୍ନେଚର ଦେଇଦେଲି ଏଠି ଯୋଉ ଦିନ ଆପଣ এটা ଆପ୍ଲାଏ କରିଥିବେ ତାର ତାରିଖ ଏଠି ଆପଣ ଦେଇଦେବେ ଧରନ୍ତୁ ଆଜି ମନେକର 3 ତାରିଖ 9 ମାସ 2024 ଦେଇଦେବେ ତାପରେ ନେକ୍ସଟ ପେଜ ଉପରେ ଆସିବେ ଆଉ ଗୋଟେ ଫର୍ମ ଉପରେ ଆସିବେ ପ୍ରାପ୍ତି ସ୍ୱୀକାର ହେଲା ଏଥିରେ ଆପଣ ସିଧା ଦେଖି ନିଅନ୍ତୁ ସୁଭଦ୍ରା ଅଧୀନରେ ଆପଣଙ୍କ ଆବେଦନ ସଫଳତାର ସହ ଗ୍ରହଣ କରାଯାଇଛି ତାପରେ 1 ନମ୍ବର ଦେଖି ନିଅନ୍ତୁ ଆବେଦନ ପତ୍ର ନମ୍ବର ଯେତେବେଳେ ଆପଣ ଅନଲାଇନ ରେ ଆପ୍ଲାଏ କରିବେ ଆପ୍ଲାଏ କରିଥିବା ସମୟରେ ଯୋଉ ଫର୍ମ ନମ୍ବରଟା ଆସିଥିବ ହେଲା ଯୋଉ ଫର୍ମ ନମ୍ବରଟା ଆସିଥିବ ସେଇ ଫର୍ମ ନମ୍ବରଟା ଆପଣ ଏଠି ଫିଲ୍ ଅପ୍ କରିବେ ହେଲା ଯୋଉ ଅନଲାଇନ ସେଣ୍ଟରରେ ଆପଣ ଆପ୍ଲାଏ କରିବେ ଆପ୍ଲାଏ କରିବା ବେଳେ ଗୋଟେ ଫର୍ମ ନମ୍ବରଟା ଆସିବ ସେଇ ଫର୍ମ ନମ୍ବରଟା ଆପଣ ଏଠି ଫିଲ୍ ଅପ୍ କରିବେ ଫିଲ୍ ଅପ୍ କଲା ପରେ ଯୋଉ ଦିନ ଆପଣ ଅନଲାଇନ କରିଥିବେ ସେହି ଦିନର ତାରିଖ ଏଠି ଦେଇଦେବେ ଧରନ୍ତୁ ମୁଁ 3 ତାରିଖ ଅନଲାଇନ କରିଛି ତ 3 ତାରିଖର ଏଠି ଡେଟ୍ ଦେଇଦେବି 3 ତାରିଖ 9 ମାସ 2024 ଓକେ ତାପରେ সম্পূর্ণ নাম আধার অনুযায়ী আপনার আধার অনুযায়ী এটি আপনার সম্পূর্ণ নাম ଦେଇଦେବେ এটি ମୁଁ ଦେଇଦେଲି ନବୀନ ବାରିକ ହେଲା ମୋର ସମ୍ପୂର୍ଣ୍ଣ ନାମ ତାପରେ ଆଧାର ନମ୍ବର ତାର ଆଧାର ନମ୍ବର ଏଠି ଫିଲ୍ ଅପ୍ କରି ଦେବେ ତ କ୍ଲିୟର ତ ଆମେ ନିଶ୍ଚିତ ଭାବରେ ସମସ୍ତେ ବୁଝି ପାରିଥିବେ
तो एभली भाव में आमे आधार हमर सुभद्रा योजना अप्लाई करि परिबा। ओके, तो जेबेठू सुभद्रा योजना अप्लाई हेबो आपण माने एभली भाव में फिलअप करि परिबे। आहुर किछि यदि विशेष डाउट किछि थाए ताले कमेंट माध्यम रे आपण समस्त जणैबे। तो से बंद रहउछि इन्फॉर्मेटिव वीडियो यदि आपण समस्त को भल लागिथिबो ताले निश्चय चैनल को लाइक शेयर सब्सक्राइब करतु। से बंद रहउछि, थैंक यू, जय जगन्नाथ।